ଆଜି ବନେଇବା କଖାରୁ ଫୁଲ ବରା, ଯେଉଁଟାକି ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗିଥାଏ। ତ ଟିକେ ଆଜି ଅଲଗା ପ୍ରଣାଳୀରେ ବନେଇବା, ଆଉ ବହୁତ ହି କ୍ରିସ୍ପି ଆଉ ବହୁତ ହି ଟେଷ୍ଟି ବନୁଛି କଖାରୁ ଫୁଲର ବରା। ନମସ୍କାର, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ମୁଁ ଏଠି ନେଇଛି କଖାରୁ ଫୁଲ 20ଟା। ତ ଆକୁ ପ୍ରଥମେ ଭଲସେ ବାଛି ନେବା, ଯାହାର ତଳର ଡେମ୍ଫଟାକୁ ପ୍ରଥମେ ଦେଖି ନେବା। ଆ ଦେହରେ ପୋକ ଥାଏ, କିନ୍ତୁ ଆକୁ ଫୋପାଡ଼ିବେନି, ଆର ବରା ବହୁତ ହି ବଢ଼ିଆ ଲାଗିବ। ଏଇଟା କଖାରୁ ଫୁଲ ସବୁକୁ ବାଛି ନେଇଛି, ଆଉ ତାର ଯେଉଁ ତଳର ଡେମ୍ଫକୁ ମୁଁ ଏଠି ବାଛିକି ରଖିଛି। ତ ଆପଣ ଚାହିଁଲେ ଗୋଟେ ଗୋଟେ କଖାରୁ ଫୁଲ ବରା ବନେଇ ପାରିବେ, ନହେଲେ ଆପଣ ଚାହିଁଲେ ଦୁଇଟା, ଟିକେ ମୋଟା ହେବ କିନ୍ତୁ ଦୁଇଟା ବି ବନେଇ ପାରିବେ। କଖାରୁ ଫୁଲ ସବୁକୁ ମୁଁ ଏଠି ବାଛି ନେଇଛି। ଆଉ ଟିକେ ଦେଖିବେ ମଝିରେ ଯେଉଁ ହଳଦିଆର ଫୁଲଟା ଥାଏ ତାକୁ ବାହାର କରିନେବେ। ତ ତାକୁ ପାଣିରେ ବୁଡ଼ିକି ଭଲସେ ଚିପୁଡ଼ିକି ବାହାର କରିନେବେ, ଯେମିତି ଗୋଟା ଗୋଟା ରହିବ କଖାରୁ ଫୁଲ ଆମେ ବରା ବନେଇଲା ବେଳେ। କିନ୍ତୁ ପାଣିଟା ଭଲସେ ଚିପୁଡ଼ିକି ବାହାର କରିନେବେ। ତ ମୁଁ ସବୁ ଫୁଲକୁ ଆଉ ତାର ଡେମ୍ଫକୁ ଭଲସେ ଧୋଇ ନେଇଛି, ଆଉ ତାର ଡେମ୍ଫ ଯାକକୁ ମୁଁ ଛୋଟ ଛୋଟ କରିକି କାଟିକି ନେଇଛି। ତ ଆଜିର ରେସିପିଟା ପୁରା ଫୁଲ୍ ଦେଖନ୍ତୁ। ଆପଣଙ୍କର କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରି କହିବେ, ଭିଡ଼ିଓକୁ ଜମା ସ୍କିପ୍ କରିବେନି। ତ ଆପଣ ଚାହିଁଲେ ଗୋଟେ ଗୋଟେ ଫୁଲର କଖାରୁ ଫୁଲର ବରା ବନେଇ ପାରିବେ, ଚାହିଁଲେ ଦୁଇଟା କରି ବି ଆପଣ ଫୁଲର ବରା ବନେଇ ପାରିବେ। ଦୁଇଟା ବନେଇଲେ ଟିକେ ମୋଟା ହେବ, ଆଉ ଗୋଟେ ବନେଇଲେ ଟିକେ ପତଳା ହେବ। ତ ଫୁଲକୁ ରଖିବା ସାଇଡ଼ରେ ଏଠି ନେଇଛି ମୁଁ, ମାନେ ଛୋଟ ଗିନାରେ ଗୋଟେ ଗିନା ଚାଉଳରେ ତ 3ରୁ 4 ଚାମଚ ନେଇଛି ଛୋଟ ଚାମଚରେ ବିରି, ଯେଉଁଟାକି 2ରୁ 3 ଖଣ୍ଡ ମୁଠେ ଚାଉଳ ଆଉ ବିରିକୁ ଭିଜେଇ ଦେଲି। ତ ଏମିତି ଥରେ ବାଟଣରେ ଆପଣ ବନାନ୍ତୁ ଫୁଲର କଖାରୁ ଫୁଲର ବରା, ବହୁତ ହି ଟେଷ୍ଟି ବନୁଛି। ତ ଚାଉଳର ପରିମାଣ ଟିକେ ଅଧିକା ରହିବ। 2ରୁ 3 ଚାମଚ ଦେବେ ବିରି ଛୋଟ ଚାମଚରେ। ତ ଏଠି ବିରି ଚାଉଳକୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେଇଯାଇଛି। ତ ଆପଣ ଚାହିଁଲେ ତେଲରେ ବି ଛାଣି ପାରିବେ। ସେଠି ମାନେ ପାଚିଲା କଞ୍ଚା ଲଙ୍କା ଦେଇଛି, ଯେତିକି ରାଗ ଖାଇବେ ସେ ଅନୁସାରେ କଞ୍ଚା ଲଙ୍କା ଦେବେ। ଛୋଟ ଅଦା ଖଣ୍ଡେ, ଆଉ ରସୁଣର ପରିମାଣ ଦେଇଛି 8ରୁ 10 କୋଲା। ଏଠି ଛୋଟ ଚାମଚରେ 1 ଚାମଚ ଦେଇଛି ଜିରା। ତ ଏଠି ପାଣି ଦେଇକି ଗୋଟେ ଚିକଣିଆ ଆମର ବାଟର ଗୋଟେ ବନେଇ ନେବା, ଯେଉଁଟାକି ଆପଣଙ୍କର କଖାରୁ ଫୁଲର ଟେଷ୍ଟ ବହୁତ ହି ବଢ଼ିଆ ଆସିବ। ତ ଏଠି ମୁଁ ଚିକଣ କରି ବାଟି ନେଇଛି। ଆପଣ ଖଦଡ଼ା ରଖିବେନି, ଚିକଣ କରି ବାଟି ନେବେ। ଏଇ ବାଟରକୁ ଆପଣ 2 ଦିନ ରଖିକି ଫ୍ରିଜରେ, ଯେକୌଣସି ଆଳୁ କିମ୍ବା ସିଝା ଆଳୁ, ତ ଆପଣ ଯେକୌଣସି ପିଠଉ ବଟା, ଆପଣ ପିଠଉର ଭଜା ଆପଣ ବନେଇ ପାରିବେ। ଏଠି ଜାର୍ ଧୋଇକି ଅଳ୍ପ ମୁଁ ପାଣି ଦେଇ ଦେଇଛି। ଯଦି ଆପଣ ସିଝା ଆଳୁ ରଖୁଛନ୍ତି, ଗୋଲ ଗୋଲ କାଟିକି ଆପଣ ତେଲରେ ମାନେ ଛାଣିକି ଖାଇପାରିବେ। ଏଠି ଦେଇଛି ହଳଦୀ ଗୁଣ୍ଡ, ତ ସ୍ୱାଦ ଅନୁସାରେ ଏଠି ଲୁଣ ଦେଇଦେବା। ଯଦି ଆପଣ କମ୍ ତେଲରେ ମାନେ କଖାରୁ ଫୁଲର ବରାଟା ବନେଇବାକୁ ଚାହୁଁଛନ୍ତି, ତ ତାୱାରେ ଅଳ୍ପ ତେଲ ଦେଇକି ବନେଇ ପାରିବେ। ତ ଅଳ୍ପ, ମାନେ ବହୁତ ହି କ୍ରିସ୍ପି ରହିବନି, କିନ୍ତୁ ଅଳ୍ପ ତେଲରେ ଆପଣ ମାନେ ମାନେ ଭଜାଟା କ୍ରିସ୍ପି ରହିବ, କିନ୍ତୁ ଛାଣିଲେ ଆପଣଙ୍କର ବହୁତ ହି ବଢ଼ିଆ ରହିବ। ତ ଏଠି ଦେଇଛି 2 ଚାମଚ ରାଶି। ତ ରାଶି ପକାଇଲା ପରେ ସବୁକୁ ଗୋଳେଇ ନେବା। ଆଉ ବ୍ୟାଟରଟା ଆପଣ ବହୁତ ବହଳିଆ କରିବେନି କି ବହୁତ ପତଳା କରିବେନି। ପତଳା କଲେ ଆପଣଙ୍କର କଖାରୁ ଫୁଲରେ ଭଲସେ କୋଟ୍ ହେଇପାରିବନି, ବହଳିଆ କଲେ ବହୁତ ମାନେ ମୋଟା ମୋଟା ଲାଗିବ। ଏଠି 2ଟା କଖାରୁ ଫୁଲକୁ ଏକାଠି ନେଇକି ପିଠଉରେ ବୁଡ଼େଇ ନେଇଛି, ଆଉ ବୁଡ଼େଇଲା ପରେ ତାର ଏକ୍ସଟ୍ରା ପିଠଉକୁ ବାହାର କରି ନେଇଛି। ଆଉ ଟିକେ ଅଧିକା କ୍ରିସ୍ପି ଚାହୁଁଛନ୍ତି, ତ ଟିକେ ଗୋଟେ କରେଇରେ ଅଧିକା ଟିକେ ତେଲ ନେଇକି ଆପଣ ଡିପ୍ କରିକି ଛାଣିକି ଖାଇପାରିବେ। ତ ତାୱାରେ ଯେତେଟା ଧରୁଛି ମୁଁ ଏଠି ପକାଇ ନେଇଛି, ଆଉ ସବୁକୁ ଆପଣ ମିଡ଼ିୟମ୍ ହିଟ୍ରେ ଫ୍ରାଏ କରିନେବେ। କିଛି ସମୟ ଛାଡ଼ିଲା ପରେ କଖାରୁ ଫୁଲକୁ ଓଲଟେଇ ନେଉଛି। ଯେହେତୁ ମୁଁ 2ଟା ନେଇଛି କଖାରୁ ଫୁଲକୁ, ଟିକେ ହାଲକା ହାଲକା ହାତରେ ପ୍ରେସ୍ କରିନେବେ, ଯାହାଦ୍ୱାରା କି ଭିତରୁ ଭଲସେ ଭାଜି ହେଇପାରିବ। 3ରୁ 4 ମିନିଟ୍ ସମୟ ଲାଗିବ, ଟିକେ ପ୍ରେସ୍ କରିକି ଭାଜି ନେବେ। ବହୁତ ହି ଟେଷ୍ଟି କଖାରୁ ଫୁଲ ବରା ବନୁଛି। ଥରଟେ ଆପଣ ଏମିତି ବନାନ୍ତୁ। ତ ଆପଣଙ୍କର କେମିତି ମାନେ କଖାରୁ ଫୁଲର ଟେଷ୍ଟ ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଏଠି କଖାରୁ ଫୁଲ ହେଇଗଲା, ଏଠି ବାହାର କରିନେବି। ଆଉ ଦେଖିପାରୁଥିବେ ରାଶି ଯାକ କେତେ ସୁନ୍ଦର ଦିଶୁଛି। ଥରଟେ ଏମିତି ବନାନ୍ତୁ। ଯେଉଁ ଆମେ କଖାରୁ ଫୁଲର ଡେମ୍ଫକୁ ମୁଁ କାଟିକି ରଖିଥିଲି, ସେ ବାଟରରେ ମୁଁ ଏଠି ପକାଇ ନେଇଛି। ଏଠି ଛୋଟ ଛୋଟ ପିଠା ଆକାରରେ ଏଠି ବନେଇ ନେଇଛି, ପକାଇ ନେଇଛି।
जदि आपण प्रथमे तेल दे पारे मुझे तेल देनी पकई सारा पर तेल देवी। तो आज रेसिपी जदि आपण मानू टिके भी भल लगे तो वीडियो गोटे लाइक करने, नुआ थिले चैनल को सब्सक्राइब करने। जदि वीडियोटी फेसबुक पेज रे देखुछंती फेसबुक को फॉलो करने। तो ये मुझे पूरा सोरष तेल दे दीची जेहेतु प्रथमे तेल दे नथिली। तो आपण कमेंट करी कहिबे कखर फूलर डेम्फ आपण एमिति केबे बनेकी खाइचंती कि। तो प्रेस कर 3 ରୁ 4 मिनिट समय लागिबो। तो लो मीडियम हिट करके आपण कखर फूलर डेम्फ सबको भाजी नेबे। गरम भात किंबा पखाଳ सहित आपण एंजॉय करि परिबे।